ଅନନ୍ତେଶ୍ୱର ଦେବାୟ ନମଃ। ସାକ୍ଷୀଗୋପାଳ ସୁଆର ସାହିରେ ଗୋटे ଛୋଟ ମନ୍ଦିରରେ ଅନନ୍ତେଶ୍ୱର ପୂଜା ପାଉଥିଲେ। ରୁଆ ଗ୍ରାମର ଅନନ୍ତ ବେହେରା ସବୁଦିନ ସକାଳେ ଗାଧୋଇ ସାରି ଶିବ ଦର୍ଶନ କରିବା ପାଇଁ ଯାଆନ୍ତି। ଯେତେ ଝଡ଼ ବତାସ ହେଲେ ମଧ୍ୟ ସେ ଠାକୁର ଦର୍ଶନ ଛାଡ଼ନ୍ତି ନାହିଁ। ଠାକୁରଙ୍କୁ ଦର୍ଶନ ନ କଲା ପର୍ଯ୍ୟନ୍ତ ସେ ଜଳ ମଧ୍ୟ ଗ୍ରହଣ କରନ୍ତି ନାହିଁ। ସେତେବେଳେ ଠାକୁର ଦର୍ଶନ କରିବା ପାଇଁ କୌଣସି ଯାନବାହନର ସୁବିଧା ନଥିଲା। ତେଣୁ ସବୁଦିନ ଚାଲି ଚାଲି ଯିବା ଆସିବା କରନ୍ତି। ଯିବା ଆସିବା ବାଟରେ ତାଙ୍କୁ ଗୋଟେ ଛୋଟ ନଦୀ ରତ୍ନଚିରା ପାର ହେବାକୁ ପଡ଼େ। ଦିନକର ଘଟଣା, ନଦୀରେ ନଦୀ ବଢ଼ି ଆସି ଜଳପୂର୍ଣ୍ଣ ହୋଇଗଲା। ରାସ୍ତାଘାଟ କିଛି ଦେଖାଗଲା ନାହିଁ। ଠାକୁରଙ୍କୁ ସେ ସ୍ମରଣ କରି ପାଣିରେ ପଶିଲେ। ସେ ମନେ ମନେ ଚିନ୍ତା କଲେ, ନଦୀ ପାର କେମିତି ହେବେ ଆଉ ଠାକୁରଙ୍କୁ କେମିତି ଦର୍ଶନ କରିବେ। ନଦୀ ବଢ଼ି ଲାଗି ନଦୀରେ ଅଥଳ ଜଳ, ତାଙ୍କୁ କୂଳ କି କିନାରା ମିଳୁନଥାଏ। ତଥାପି ସେ ଆଗକୁ ବଢ଼ିବାକୁ ଲାଗି ପଡ଼ିଥାନ୍ତି ଏବଂ ଠାକୁରଙ୍କୁ ମନେ ମନେ ଡାକୁଥାନ୍ତି। ହଠାତ୍ ଦେଖିଲେ ତାଙ୍କ ଆଗରେ ଗୋଟେ କାଠଗଡ଼। ସେଇ କାଠଗଡ଼ଟି ଭାସି ଭାସି ତାଙ୍କରି ଆଡ଼କୁ ଆସୁଛି। କିଛି ସମୟ ପରେ ସେଇ କାଠଗଡ଼ଟି ତାଙ୍କରି ପାଖରେ ଆସି ପହଞ୍ଚିଗଲା। ସେ ସେଇ କାଠଗଡ଼ରେ ବସି ନଦୀ ପାର ହେଲେ ଏବଂ ଯାଇ ନଦୀ କୂଳରେ ପହଞ୍ଚିଗଲେ। ସେଇ କାଠଗଡ଼ଟିକୁ କୂଳରେ ରଖି ଠାକୁର ଦର୍ଶନ କରିବାକୁ ଗଲେ। ଠାକୁର ଦର୍ଶନ କରି ସେ କାନ୍ଦି କାନ୍ଦି ଠାକୁରଙ୍କୁ ନିଜର ମନ କଥା ଜଣାଇଲେ। କହିଲେ, ହେ ପ୍ରଭୁ, ମୋର ଆଉ ଚାଲିବାକୁ ବଳ ପାଉନାହିଁ। ମୁଁ ଆଉ ଚାଲି ଚାଲି ଦର୍ଶନ କରିବାକୁ ଆସିପାରିବି ନାହିଁ। ନିଜର ମନ କଥା ଠାକୁରଙ୍କୁ ଜଣେଇ ପ୍ରସାଦ ପାଇ ସେଠାରୁ ଫେରି ଆସିଲେ। ଫେରି ଆସି ନଦୀ କୂଳରେ ଦେଖିଲେ ସେଇ କାଠଗଡ଼ଟି ସେମିତି ନଦୀ କୂଳରେ ଅଛି। ପୁଣି ସେଇ କାଠ ଉପରେ ବସି ନଦୀ ପାର ହେଲେ। ନଦୀ ପାର ହେଲା ପରେ ଦେଖିଲେ ସେ କାଠଗଡ଼ ନୁହଁ, ଗୋଟେ ବହୁତ ବଡ଼ କୁମ୍ଭୀର। ସେ ବହୁତ ଭୟଭୀତ ହୋଇ ଫେରି ଆସିଲେ ଏବଂ ଗ୍ରାମବାସୀଙ୍କୁ ସମସ୍ତ କଥା କହିଲେ। ସେଇ କଥା ଭାବି ଭାବି ତାଙ୍କର ଦିନଟା କଟିଗଲା। ଦିନ ଯାଇ ପୁଣି ରାତି ହେଲା। ରାତି ହେଲେ ସେ କିଏ ଆଉ ଶୋଇପାରୁଛନ୍ତି? ମନରେ ତ ସେଇ ଭାବନା ନା। ଠାକୁରଙ୍କୁ ସ୍ମରଣ କରି ଶୋଇବାକୁ ଚେଷ୍ଟା କଲେ। ଶୋଇଲା ବେଳକୁ ଠାକୁରଙ୍କୁ ସ୍ୱପ୍ନରେ ଦେଖିଲେ। ତାଙ୍କୁ ଠାକୁର ଆସି କହୁଛନ୍ତି, ଅନନ୍ତ, ତୁମେ ଆଉ ସାକ୍ଷୀଗୋପାଳ ଯିବା ଦରକାର ନାହିଁ। ମୁଁ ତୁମ ଗ୍ରାମର ପାଟଣା ସାହି ଜଙ୍ଗଲ ଭିତରେ ଗୋଟେ ଉଇ ହୁଙ୍କାରେ ଅଛି। ସେ ଉଇ ହୁଙ୍କାକୁ ଖୋଳିଲେ ତୁମେ ମୋତେ ଦର୍ଶନ କରିବ। ହଠାତ୍ ତାଙ୍କ ନିଦ ଭାଙ୍ଗିଗଲା। ବିଚଳିତ ହେଇ ଆଉ ରାତି ସାରା ଶୋଇପାରିଲେ ନାହିଁ। ସକାଳକୁ ଅପେକ୍ଷା କରିଥାନ୍ତି। କେମିତି ସକାଳ ହେବ ଆଉ ସେ ଯାଇ ଜଙ୍ଗଲ ଭିତରେ ଉଇ ହୁଙ୍କାଟିକୁ ଖୋଜିବେ। ରାତି ପାହି ସକାଳ ହେଲା। କିଛି ଲୋକଙ୍କୁ ଡାକି ନେଇ ଅନନ୍ତ ଜଙ୍ଗଲ ଭିତରେ ଯାଇ ସେଇ ଉଇ ହୁଙ୍କାଟିକୁ ଖୋଜିବାକୁ ଲାଗିଲେ। କିଛି ଦୂର ଖୋଜୁ ଖୋଜୁ ଦେଖିଲେ ଗୋଟେ ବଡ଼ ଉଇ ହୁଙ୍କାଟେ। ସମସ୍ତ ଗ୍ରାମବାସୀ ମିଶି ସେଇ ଉଇ ହୁଙ୍କାଟିକୁ ଭାଙ୍ଗିବାକୁ ଲାଗିଲେ। ଉଇ ହୁଙ୍କାଟିକୁ ଭାଙ୍ଗିଲା ପରେ ହଠାତ୍ ଦେଖିଲେ ତା ଭିତରେ ଗୋଟେ ଶିବଲିଙ୍ଗ ଅଛି। ସମସ୍ତ ଗ୍ରାମବାସୀ ମିଶି ସେହି ଜଙ୍ଗଲଟିକୁ ସଫା କରି ସେଇ ଉଇ ହୁଙ୍କା ଜାଗାରେ ଶିବଲିଙ୍ଗଟିକୁ ସ୍ଥାପନ କଲେ ଏବଂ ଗୋଟେ ଚାଳ ଘରଟେ କରି ସେହି ଜାଗାରେ ପୂଜା ଅର୍ଚ୍ଚନା ଆରମ୍ଭ କଲେ। ଭକ୍ତ ଅନନ୍ତ ଅତୁଟ ଭକ୍ତିରେ ଠାକୁରଙ୍କୁ ସାକ୍ଷୀଗୋପାଳ ସୁଆର ସାହିରୁ ଆଣି ରୁଆର ଗ୍ରାମରେ ସ୍ଥାପନ କରିଥିଲେ। ପୂର୍ବରୁ ଠାକୁର ଯେଉଁ ଜାଗାରେ ଥିଲେ ସେହି ଜାଗାରେ ଆଉ ଶିବଶକ୍ତି ନାହିଁ। ସେଇ ଜାଗାରେ ଗୋଟେ ବଡ଼ ଗାତ ହୋଇଯାଇଛି ଏବଂ ପୂଜାରୀ ସେଇ ଗାତରେ ଫୁଲ ବେଲପତ୍ର ଦେଇ ପୂଜା କରୁଛନ୍ତି। ଭକ୍ତ ଅନନ୍ତ ସାକ୍ଷୀଗୋପାଳ ସୁଆର ସାହିରୁ ଠାକୁରଙ୍କୁ ଆଣି ରୁଆର ଗ୍ରାମରେ ସ୍ଥାପନ କରିଛନ୍ତି। ବର୍ତ୍ତମାନ ଠାକୁର ରୁଆର ଗ୍ରାମରେ ଅନନ୍ତେଶ୍ୱର ନାମରେ ପୂଜା ପାଉଛନ୍ତି। ଶ୍ରୀମନ୍ମହାଦେବାୟ ନମଃ।